ସାଙ୍ଗମାନେ ଆଜିର ଏହି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମଟି ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, ବହୁତ ହିଁ ଖାସ୍ ଅଟେ। କାରଣ ଏହି ମକର ସଂକ୍ରାନ୍ତି ପରଠାରୁ ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। କାରଣ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ଏବଂ ମକର ସଂକ୍ରାନ୍ତି ପରେ ପରେ ଅନ୍ୟ ପ୍ରମୁଖ ଗ୍ରହମାନେ ମଧ୍ୟ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି, ଯାହାର ପ୍ରଭାବରେ ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ସକାରାତ୍ମକ ହେବାକୁ ଯାଉଛି। ଅନେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବାକୁ ଯାଉଛି। ଆପଣଙ୍କର ଅନେକ ଗୁଡ଼ିଏ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ତ ସାଙ୍ଗମାନେ ଏହି ମକର ସଂକ୍ରାନ୍ତି ପରେ କେଉଁ କେଉଁ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବାକୁ ଯାଉଛି ସେସବୁ ବିଷୟରେ ଜାଣିବା ପାଇଁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଏବଂ ଆପଣଙ୍କର ଯଦି ବୃଷ ରାଶି ହୋଇଥାଏ ତ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ତେବେ ସାଙ୍ଗମାନେ ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମକୁ, ଯାହା ଆପଣଙ୍କର ଜନ୍ମରାଶି ତଥା ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ସାଙ୍ଗମାନେ ଆପଣଙ୍କର ସ୍ୱାସ୍ଥ୍ୟ ପୂର୍ବରୁ ଖରାପ ରହୁଥିଲା। ଆପଣଙ୍କର ଇମ୍ୟୁନିଟି ସିଷ୍ଟମ ମଧ୍ୟ ଡାଉନ୍ ଥିଲା, କାରଣ ଆପଣଙ୍କର ରାଶିର ଅଧିପତି ଶୁକ୍ର ଅଷ୍ଟମ ଭାବରେ ଗୋଚର କରୁଥିଲେ। ଅଷ୍ଟମ ଭାବଟିକୁ କୁଣ୍ଡଳୀରେ ଭଲ ବୋଲି ମାନା ଯାଇନଥାଏ, କିନ୍ତୁ ଏହି ମକର ସଂକ୍ରାନ୍ତି ଠାରୁ ଶୁକ୍ର ଆପଣଙ୍କର ନବମ ଭାବରେ ପ୍ରବେଶ କରିବେ, ଭାଗ୍ୟ ଭାବରେ ପ୍ରବେଶ କରିବେ, ଯାହାଫଳରେ ଆପଣଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ। ପୂର୍ବରୁ ଆପଣଙ୍କର ଯେଉଁ ସ୍ୱାସ୍ଥ୍ୟଜନିତ ସମସ୍ୟା ଲାଗି ରହୁଥିଲା ସେସବୁ ଦୂର ହୋଇଯିବ। ଆପଣ ନିଜକୁ ସ୍ୱାସ୍ଥ୍ୟବାନ ଅନୁଭବ କରିବେ। ଆପଣଙ୍କର ଇମ୍ୟୁନିଟି ସିଷ୍ଟମ ଷ୍ଟ୍ରଙ୍ଗ ରହିବ। ଆପଣଙ୍କର ଶିକ୍ଷା କ୍ଷେତ୍ର କଥା ଯଦି କହିବା ତ ଆପଣଙ୍କର ପଞ୍ଚମ ଭାବର ଅଧିପତି ଅର୍ଥାତ୍ ଶିକ୍ଷା କ୍ଷେତ୍ରର ଅଧିପତି ବୁଧ ମଧ୍ୟ ଅଷ୍ଟମ ଭାବରେ ଗୋଚର କରୁଛନ୍ତି। କିନ୍ତୁ ଏହି ମକର ସଂକ୍ରାନ୍ତି ପରେ ପରେ ବୁଧ ମଧ୍ୟ ଆପଣଙ୍କର ନବମ ଭାବକୁ ପ୍ରବେଶ କରିବେ। ତ ଆପଣ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ମଧ୍ୟ ଏକ ବହୁତ ଭଲ ପରିବର୍ତ୍ତନ ଦେଖିବାକୁ ପାଇବେ। ପୂର୍ବରୁ ପାଠପଢ଼ାରେ ଆପଣଙ୍କର ମନ ଲାଗୁନଥିଲା, କିନ୍ତୁ ଏହି ମକର ସଂକ୍ରାନ୍ତି ଠାରୁ ଆପଣ ଲକ୍ଷ୍ୟ କରିବେ ଯେ ପାଠପଢ଼ାରେ ଆପଣଙ୍କର ଆଗ୍ରହ ବଢ଼ିବ। ଆପଣ ନିଜର ଲକ୍ଷ୍ୟ ସ୍ଥିର କରିବେ ଏବଂ ଲକ୍ଷ୍ୟ ପଥରେ ଆପଣ ଆଗକୁ ବଢ଼ିବେ। ଏହି ମକର ସଂକ୍ରାନ୍ତି ପରେ ଯଦି ଆପଣଙ୍କର କିଛି ଏକ୍ଜାମ୍ ଅଛି କିମ୍ବା ସରକାରୀ ଏକ୍ଜାମ୍ ଅଛି, ପ୍ରତିଯୋଗିତାମୂଳକ ଏକ୍ଜାମ୍ ଅଛି, ତ ସେଥିରେ ଆପଣ ନିଶ୍ଚିତ ଭାବରେ କୃତକାର୍ଯ୍ୟ ହେବେ। ଆପଣ ଏହି ମକର ସଂକ୍ରାନ୍ତି ପରେ ପାଠପଢ଼ା ରିଲେଟେଡ୍ ଯଦି କିଛି ଷ୍ଟେପ୍ ନେବା ପାଇଁ ଚାହୁଁଛନ୍ତି, ଯେମିତିକି ଯଦି ଆପଣ କିଛି ଫର୍ମ ଫିଲ୍ଅପ୍ କରିବା ପାଇଁ ଚାହୁଁଛନ୍ତି କିମ୍ବା ଆଡ଼ମିସନ୍ ନେବା ପାଇଁ ଚାହୁଁଛନ୍ତି, ତ ନିଶ୍ଚିତ ଭାବରେ ଆପଣ ତାହା କରିପାରିବେ। କାରଣ ମକର ସଂକ୍ରାନ୍ତି ପରେ ଆପଣଙ୍କର ଶିକ୍ଷା କ୍ଷେତ୍ର ପାଇଁ ସମୟ ବହୁତ ଭଲ ରହିବ। ଏହି ମକର ସଂକ୍ରାନ୍ତି ପରେ ବିଦ୍ୟାର୍ଥୀମାନଙ୍କୁ ବହୁତ ଅଧିକ ସଫଳତା ମିଳିବ। ଯେଉଁମାନେ ଉଚ୍ଚଶିକ୍ଷା କରିବା ପାଇଁ ଚାହୁଁଥିଲେ ସେମାନଙ୍କୁ ମଧ୍ୟ ସୁବର୍ଣ୍ଣ ସୁଯୋଗ ପ୍ରାପ୍ତି ହେବ, କାରଣ ସେ ନବମ ଭାବଟି ଉଚ୍ଚଶିକ୍ଷାର ଭାବ ହୋଇଥାଏ। ତ ଆପଣ ଉଚ୍ଚଶିକ୍ଷା ପାଇଁ ଦୂରଯାତ୍ରା ମଧ୍ୟ କରିପାରନ୍ତି। ଆପଣଙ୍କର ପ୍ରେମ ଜୀବନ କଥା ଯଦି କହିବା ତ ଏହି ମକର ସଂକ୍ରାନ୍ତି ପରେ ଆପଣ ଆପଣଙ୍କର ପ୍ରେମ ଜୀବନରେ ମଧ୍ୟ ଏକ ପଜିଟିଭ୍ ଚେଞ୍ଜେସ୍ ଦେଖିବାକୁ ପାଇବେ। କାରଣ ପଞ୍ଚମ ଭାବଟି ଆପଣଙ୍କର ଶିକ୍ଷାର ଭାବ ହେବା ସହିତ
पंचम भावटी आपणकर प्रेम जीवनर मध्य भाव अटे, आपणकर संतानर मध्य भाव अटे। तेबे आपणकर पंचम भावर अधिपति मकर संक्रांति पूर्वरु जेहेतु आपणकर अष्टम भावरे गोचर करुछंती, तो मकर संक्रांति पूर्वरु आपणकर प्रेम जीवन रे अनेक गुड़िए समस्या देखा देउथिला। आपणक मध्यरे मनांतर मतांतर देखा देउथिला। छोट छोट कथा को नेकी आपणक मध्यरे कली झगड़ा हेउथिला। किंतु जेतेबेले बुध आपणक नवम भाव को प्रवेश करिवे तो एही मकर संक्रांति परे आपण आपणकर प्रेम जीवन रे मध्य बहुत भल परिवर्तन मध्य देखिबाकू पाइबे। पूर्वरु आपणक मध्यरे जहा भी किछि मिसअंडरस्टैंडिंग थिला से सबु दूर होइजिबो। आपणक मध्यरे भल पाइबा बढ़िब, बुझापणा बहुत भल रहिब। संतान मानंकु नेई मध्य आपण किछि खुशी खबर पाई पारंती। आपणकर संतान पाई आपण समाज रे प्रशंसित होई पारंती किंबा आपण आपणकर संतानक पाई बड़ किछि स्टेप नै पारंती। वैवाहिक जीवन कथा जदि कहिबा तो मकर संक्रांति परे आपणकर वैवाहिक जीवन मध्य बहुत भल हेबाकू जाउछि, कारण आपणकर सप्तम भावर अधिपति मंगल पूर्वरु अष्टम भावरे गोचर करुथिले एवं एही मकर संक्रांति परे मंगल आपणकर नवम भावरे प्रवेश करिवे, भाग्य भावरे प्रवेश करिवे, तो आपणकर वैवाहिक जीवन बहुत भल रहिब। एमिति कि आपणक जीवन साथींकर भाग्योदय हेब। भाग्य मध्य एही मकर संक्रांति ठारू आपणकर प्रबल रहिब, कारण आपणकर भाग्य भावर अधिपति शनि आपणकर एकादश भावरे लाभ स्थान रे गोचर करुछंती। तो आपण भाग्य संबंधित जहाँ भी निर्णय नेबे सेथिरे आपणंकु सफलता मिलिब। आपणकर अटकी रहिथिबा कार्य आगकू बढ़िब। एही मकर संक्रांति परे कौनसी दिगरु आपणंकु बड़ धन लाभ मध्य होई पारे। आपण किछि बड़ इन्वेस्टमेंट मध्य करि पारंती। एही मकर संक्रांति परे आपण नूतन भूमि जमी प्रॉपर्टी इत्यादि किणी पारंती। नूतन गृह मध्य निर्माण करि पारंती। आपण निजर गृह को कौनसी बड़ जिनिस किणिकी आनी पारंती। आपणकर गृहरे कौनसी शुभ मांगलिक कार्यर आयोजन मध्य होई पारे। आपण कौनसी धार्मिक यात्रा मध्य करि पारंती। क्यारियर मध्य एही मकर संक्रांति परे आपणकर बहुत भल रहिब, कारण आपणकर क्यारियर भाव दशम भावर अधिपति मध्य शनि अटंती। तो शनि जेहेतु आपणकर लाभ स्थान रे गोचर करुछंती, तो क्यारियर रे मध्य आपणंकु लाभ प्राप्ति हेब। जदि आपण चाकरी करुछंती तो चाकरी क्षेत्र रे आपणंकु प्रमोशन मिली पारे। जदि आपणंक निकटरे चाकरी नाही एवं आपण चाकरीर अनुसरण रे अछंती तो एही मकर संक्रांति परे आपणंकु चाकरी मिलिबार बहुत अधिक संभावना रहुछि। तेणु आपण निज तरफरु चेष्टा जारी रखंतु। एवं जदि आपण सरकारी क्षेत्र रे चाकरी करुछंती तो आपणंकु अनेक लाभ मिलिबाकू जाउछि। आपणंकर प्रमोशन होई पारे, आपणंकर दरमा रे वृद्धि होई पारे। चाकरी क्षेत्र रे आपणंकर मान सम्मान बढ़िब, आपणंकर पदोन्नति हेब। तो मकर संक्रांति परे आपणंकर क्यारियर बहुत भल रहिब। बिजनेस कथा जदि कहिबा तो बिजनेस रे मध्य एही मकर संक्रांति परठारु आपण ग्रोथ देखिबाकू पाइबे। आपणंकर फाइनेंशियल ग्रोथ हेब, आपणंकु अधिक प्रॉफिट मिलिब, आपणंकर ग्राहक बढ़िबे। आपण निजर बिजनेस को आगकू बढ़ाइबाकू चेष्टा करि पारंती। बिजनेस को नेकी आपणक मन को नुआ नुआ आइडिया मध्य आसीब। निजर बिजनेस को बढ़ाइबा पई आपण मध्य प्रयास करिवे। एबे आसंतु जानिबा
କିଛି ଉପାୟ ବିଷୟରେ, ଯେଉଁ ଉପାୟଗୁଡ଼ିକ କରିବା ଦ୍ୱାରା ଆପଣଙ୍କୁ ଅଧିକ ମାତ୍ରାରେ ଶୁଭଫଳ ପ୍ରାପ୍ତି ହେବ ଏବଂ ଯାହା କିଛି ଅଶୁଭତ୍ୱ ରହୁଛି ସେଗୁଡ଼ିକ ଖଣ୍ଡନ ହୋଇଯିବ। ତ ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ଶୁକ୍ରଙ୍କର ବୀଜମନ୍ତ୍ର 108 ଥର ଜପ କରନ୍ତୁ। ପ୍ରତ୍ୟେକ ଦିନ ଆପଣ ହନୁମାନ ଚାଳିସାର ପାଠ କରନ୍ତୁ। ପ୍ରତ୍ୟେକ ଦିନ ଆପଣ ଉଦିତ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ଏହା ସହିତ ପ୍ରତ୍ୟେକ ଦିନ ଆପଣ ଶନିଙ୍କର ବୀଜମନ୍ତ୍ର 108 ଥର ଜପ କରନ୍ତୁ। ତ ସାଙ୍ଗମାନେ, ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା।